ଆଜିର ଦୁନିଆରେ ରିଲେସନସିପ୍ରେ ବାଧା ପହଞ୍ଚୁଥିବା କାରକଗୁଡ଼ିକ ଯେମିତିକି ସନ୍ଦେହ, ସମୟର ଅଭାବ, ପାରସ୍ପରିକ ବୁଝାମଣାର ଅଭାବ, ତୃତୀୟ ବ୍ୟକ୍ତିର ଅବାଧ ପ୍ରବେଶ, ଆର୍ଥିକ ସମସ୍ୟା, ଆନ୍ତରିକତାର ଅଭାବ, ତ୍ୟାଗହୀନତା, ସହନଶୀଳତା, ସଂସ୍କାର ଓ ସଂଯମର ଅଭାବ। ଯେଉଁ ଭାଇ ଭଉଣୀମାନଙ୍କ ମଧ୍ୟରେ ରିଲେସନସିପ୍କୁ ନେଇ ସମସ୍ୟା ଅଛି, ସେମାନେ ପ୍ରଥମେ ନିଜର ଆତ୍ମାଭିମାନ ତ୍ୟାଗ କରି ନିଜର ଭୁଲକୁ ସଠିକ୍ କରନ୍ତୁ। ବିନା କାରଣରେ ଟିକେ ଟିକେ କଥାକୁ ନେଇ ସନ୍ଦେହ ଓ ଝଗଡ଼ା କରନ୍ତୁ ନାହିଁ। ରିଲେସନସିପ୍ରେ ତ୍ୟାଗର ଭୂମିକା ଯଥେଷ୍ଟ ଅଛି, କିନ୍ତୁ ଏମିତି ନାହିଁ କି ଜଣେ ତ୍ୟାଗ ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିଦେବ। ଏହା ତ ଓନ୍ଲି ଇମୋସନ୍ସ ପାଇଁ। ରିଲେସନସିପ୍ରେ ମିଛ କୁହନ୍ତୁ ନାହିଁ। ମନକୁ ବୁଝାଇବାକୁ ମିଠା ମିଠା କଥା କହି ଠକନ୍ତୁ ନାହିଁ। ଚେଷ୍ଟା କରନ୍ତୁ ଯେ ଜଣେ ଭଲ ମଣିଷ ହେବାକୁ, କାରଣ ଦୁନିଆରେ ଏବେ ସମସ୍ତେ ଧୋକା ଦିଅନ୍ତି। କେହି ପ୍ରେମରେ, କେହି ବିଶ୍ୱାସରେ, ତ ଆଉ କେହି ଟଙ୍କା ପଇସାରେ। କିନ୍ତୁ ଆଜ୍ଞା, ହୃଦୟରୁ ଯେଉଁ ସ୍ନେହ ମମତା ମିଳେ ତା'ର କଳନା ନାହିଁ। ଏହା ପରକୁ ବି ନିଜର କରିନିଏ, ଶତ୍ରୁକୁ ବି ମିତ୍ର କରିଦିଏ। ଏହା ତ ବିଶ୍ୱଭ୍ରାତୃତ୍ୱ, ଏହି ସୂତ୍ର ଦ୍ୱାରା ହିଁ ସମସ୍ତେ ଆବଦ୍ଧ। ଆଜିର ଦୁନିଆରେ ରିଲେସନସିପ୍ରେ ବାଧା ପହଞ୍ଚୁଥିବା କାରକଗୁଡ଼ିକ ଯେମିତିକି ସନ୍ଦେହ,